ओम आदित्य हृदय स्तोत्रम तत्वयुद्ध परिश्रांतं समरे चिंतया स्थितं रावणं चाग्रतो दृष्ट्वा युद्धाय समुपस्थितं दैवतश्च समागम्य द्रष्टुमभ्यागतो रणम् उपगम्य ब्रवीति राम मगस्तो भगवान् तदा। ताहापरे युद्ध करने को उपस्थित थिबा रावण को सम्मुखरे देखी युद्ध क्लांत राम युद्ध भूमि रे चिंतित हो ठिया हो गले। सेतबळे देवता मानक सह मिसी युद्ध देखा को आसीथिबा भगवान अगस्त्य ऋषि राम को निकट को आसी कहले, राम राम महाबाहो शृणु गुह्यं सनातनम जेन सर्वानरी निवश्य समरे विजयिष्यसे। हे वश्य राम, हे महाबाहु राम, गोपनीय सनातन स्तोत्र शुण जहा द्वारा समस्त शत्रु को तुम्हें युद्ध रे जय करि। आदित्य हृदय पुण्यं सर्वशत्रु विनाशनम जयावहं जपं नित्य मक्षयं परमं शिवं सर्वमंगल मांगल्यं सर्वपाप प्रणाशनं चिंता शोक प्रशमन मायोर्वर्धनमुत्तमम्। यही स्तोत्रर नाम आदित्य हृदय। यह पुण्य जनक सर्वशत्रु विनाशक विजय प्रापक नित्य अक्षय और परम कल्याणमय जपनीय स्तोत्र अटे। यह समस्त मंगल ठारू अधिक मंगलप्रद और समस्त पाप विनाशक चिंता और शोक दूर करिबारे और आयुवर्धन करिबारे यह एक उत्तम साधन अटे। रश्मिमन्तं समुद्यन्तं देवासुर नमस्कृतं पूज्ययशो विभूषन्तं भास्करं भुवनेश्वरं। भगवान सूर्य रश्मिमान उदयमान एवं देवता व असुर मानक द्वारा नमस्कृत से विवस्वान नाम प्रसिद्ध से जगत प्रकाशक भास्कर और भुवनर ईश्वर। रश्मिमते नमः समुद्यते नमः देवासुर नमस्कृताय नमः विवस्वते नमः भास्कराय नमः भुवनेश्वराय नमः। यही मंत्र मानक द्वारा तुम्हें तांको पूजा कर। सर्वदेवात्मको ह्यस तेजस्वी रश्मि भावन एष देवासुर गुणा लोकानां पातिगभस्तिभि। यही सूर्य समस्त देवता को स्वरूप तेजस्वी और रश्मि द्वारा से समग्र जगत को स्फूर्ति प्रदान करती। से निजर किरण राशि द्वारा देवता असुर आदि प्राणी मान को पालन करती। एष ब्रह्मा च विष्णुश्च शिवस्कंध प्रजापति महेन्द्र धनदो कालो यम सोम हेपांपति। से हेउछन्ति ब्रह्मा, से हेउछन्ति विष्णु, से शिव स्कंध और प्रजापति। से देवराज महेन्द्र और धनदाता कुबेर, से काल, से यम, से सोम और जलपति वरुण। पितरो वसव साध्या अश्विनौ मरुतो मनुः वायुर्वनि प्रजा प्राण ऋतुकर्ता प्रभाकरः। से पितृगण वसुगण साध्यगण दुई अश्विनी कुमार मरुद्गण और मनु। से वायु, से अग्नि, से समग्र प्रजा और प्राणवायु। से ऋतु प्रवर्तक और प्रभाकर। आदित्य सविता सूर्य खगपूषा गभस्तिमान
ସୁବର୍ଣ୍ଣ ସଦୃଶ ଭାନୁ ହିରଣ୍ୟରେତା ଦିବାକର। ସେ ଆଦିତ୍ୟ ମଣ୍ଡଳର ଦେବତା, ଜଗତ ପ୍ରସବକାରୀ ସବିତା। ସେ ସୂର୍ଯ୍ୟ ଆକାଶଗାମୀ, ସେ ଜଗତ ପାଳକ ପୂଷା ଓ କିରଣମୟ। ସେ ସୁବର୍ଣ୍ଣମୟ ପୁରୁଷ, ଜଗତ ପ୍ରକାଶକ ଭାନୁ। ସେ ବ୍ରହ୍ମାଣ୍ଡ ଉତ୍ପତ୍ତିର ବିଜୟ, ହିରଣ୍ୟରେତା ଓ ଦିବସର ପ୍ରକାଶକ ଦିବାକର। ହରିଦୋଷ ସହସ୍ରାସ୍ତି ସପ୍ତ ସପ୍ତି ମରି ବିମାନ। ତିମିରୋନ ମଥନ ଶମ୍ଭୁ ସୃଷ୍ଟା ମାର୍ତ୍ତଣ୍ଡକ ସୁମାନ। ସେ ହରିତ ବର୍ଣ୍ଣ ଅଶ୍ୱଯୁକ୍ତ, ସହସ୍ର ରଶ୍ମିଯୁକ୍ତ, ସପ୍ତ ଅଶ୍ୱଯୁକ୍ତ ଓ ସେ କିରଣବାନ। ସେ ଅନ୍ଧକାରକୁ ବିନାଶ କରନ୍ତି, ସେ ସମସ୍ତ ମଙ୍ଗଳର ଉତ୍ସ। ସେ ଭକ୍ତ ଦୁଃଖ ହାରି, ସେ ଜଗତ ସଂହାରକାରୀ ତୁଷ୍ଟା, ବ୍ରହ୍ମାଣ୍ଡର ଜୀବନଦାତା, ମାର୍ତ୍ତଣ୍ଡକ ଓ ସେ ଅଂଶୁମାନ। ହିରଣ୍ୟ ଗର୍ଭ ସେ ଶିର ସ୍ତପନ ହସ୍କୋର ରବି। ଅଗ୍ନିଗର୍ଭୋଦିତେ ପୁତ୍ର ଶଙ୍ଖ ଶିଶିର ନାଶନ। ସେ ହିରଣ୍ୟ ଗର୍ଭ ବ୍ରହ୍ମା, ସେ ଶୀତଳ ସ୍ୱଭାବ ଶିଶିର। ସେ ତାପଜନକ ତପନ, ସେ ଦିବାକର। ସେ ସମସ୍ତଙ୍କ ସ୍ତୁତିର ପାତ୍ର ରବି। ସେ ଅଗ୍ନିଗର୍ଭ, ସେ ଅଦିତିଙ୍କ ପୁତ୍ର। ସେ ଆନନ୍ଦ ସ୍ୱରୂପ, ସେ ବ୍ୟାପକ ଶଙ୍ଖ ଓ ସେ ଶୀତନାଶକ। ବ୍ୟୋମନାଥସ୍ତମୋ ବେଦୀ ଋଗ୍ୟଜୁ ସାମପାରଗ। ଘନ ବୃଷ୍ଟିର ପାଙ୍ମିତ୍ରୋ ବିନ୍ଧ୍ୟବୀଥି ପ୍ଳବଙ୍ଗମ। ସେ ଆକାଶ ସ୍ୱାମୀ ବ୍ୟୋମନାଥ, ସେ ଅନ୍ଧକାରକୁ ବିନାଶ କରନ୍ତି। ସେ ଋଗ୍ୟଜୁ ସାମବେଦର ଜ୍ଞାତା, ସେ ଘନବୃଷ୍ଟିକାରକ, ସେ ଜଳର ଉତ୍ପାଦକ। ସେ ତୀବ୍ରଗତି କରନ୍ତି ଆତପି ମଣ୍ଡଳୀ ମୃତ୍ୟୁ। ପିଙ୍ଗଳ ସର୍ବତାପନ କବି ବିଶ୍ୱ ମହାତେଜା ରକ୍ତ ସର୍ବଭବୋଦ୍ଭବ। ସେ ତାପମୟ କିରଣ ମଣ୍ଡଳ ଯୁକ୍ତ, ଜଗତର ମୃତ୍ୟୁ ସମ୍ପାଦକ। ପିଙ୍ଗଳ ବର୍ଣ୍ଣ ସମଗ୍ର ଜଗତର ଉତ୍ତାପଦାତା, ତ୍ରିକାଳଦର୍ଶୀ, ବିଶ୍ୱସ୍ୱରୂପ, ମହାତେଜସ୍ୱୀ। ସେ ରକ୍ତବର୍ଣ୍ଣ ଓ ସମସ୍ତଙ୍କର ଉତ୍ପତ୍ତି ଅଭିଦ୍ୟୟର କାରଣ। ନକ୍ଷତ୍ର ଗ୍ରହ ତାରାଣାମଧିପୋ ବିଶ୍ୱଭାବନ। ତେଜସାମପି ତେଜସ୍ୱୀ ଦଦାସ୍ମ ନତୋସ୍ତୁତେ। ସେ ସମସ୍ତ ନକ୍ଷତ୍ର ଗ୍ରହ ତାରାମାନଙ୍କର ଅଧୀଶ୍ୱର। ସେ ଜଗତର ରକ୍ଷାକାରୀ। ସେ ସମସ୍ତ ତେଜସ୍ୱୀମାନଙ୍କ ଠାରୁ ମଧ୍ୟ ଅଧିକ ତେଜିୟାନ। ସେ ଦ୍ୱାଦଶ ଆଦିତ୍ୟ ସ୍ୱରୂପ। ତୁମକୁ ନମସ୍କାର। ନମ ପୂର୍ବାୟ ଗିରୟେ ପଶ୍ଚିମାୟାଦ୍ରୟେ ନମଃ। ଜ୍ୟୋତିର୍ଗଣନାପତୟେ ଦୀନାଧିପତୟେ ନମଃ। ପୂର୍ବ ଦିଗସ୍ଥ ଉଦୟାଚଳର ଅଧିଷ୍ଠାତ୍ରୀ ଦେବତାଙ୍କୁ ନମସ୍କାର। ପଶ୍ଚିମ ଦିଗସ୍ଥ ଅସ୍ତାଚଳର ଅଧିଷ୍ଠାତ୍ରୀ ଦେବତାଙ୍କୁ ନମସ୍କାର। ଗ୍ରହ ନକ୍ଷତ୍ରମାନଙ୍କର ଅଧିପତିଙ୍କୁ ଓ ଦିବସର ଅଧିପତିଙ୍କୁ ନମସ୍କାର। ଜୟାୟ ଜୟ ଭଦ୍ରାୟ ହର୍ଯସ୍ୱାୟ ନମୋ ନମଃ। ନମୋ ନମଃ ସହସ୍ରାଂଶୁ ଆଦିତ୍ୟାୟ ନମୋ ନମଃ। ହେ ସହସ୍ର କିରଣ, ତୁମେ ଜୟ ମୂର୍ତ୍ତି, ଜୟ କଲ୍ୟାଣ ମୂର୍ତ୍ତି, ହରିତ ବର୍ଣ୍ଣ ଅଶ୍ୱଯୁକ୍ତ ଆଦିତ୍ୟ। ତୁମକୁ ବାରମ୍ବାର ନମସ୍କାର। ନମ ଉଗ୍ରାୟ ବୀରାୟ ସାରଙ୍ଗାୟ ନମୋ ନମଃ। ନମ ପଦ୍ମପ୍ରବୋଦାୟ ପ୍ରଚଣ୍ଡାୟ ନମସ୍ତୁତେ। ଉଗ୍ର ଓ ବୀର ସୂର୍ଯ୍ୟଦେବଙ୍କୁ ନମସ୍କାର। ସାରଙ୍ଗ ଶୀଘ୍ରଗାମୀ ଦେବଙ୍କୁ ବାରମ୍ବାର ନମସ୍କାର। ପଦ୍ମ ପୁଷ୍ପ ବିନାଶକାରୀ ସୂର୍ଯ୍ୟଦେବଙ୍କୁ ନମସ୍କାର। ପ୍ରଚଣ୍ଡ ତେଜସ୍ୱରୂପ ତୁମକୁ ନମସ୍କାର। ବ୍ରହ୍ମେଶାନାଚ୍ୟୁତେଶାୟ ସୁରାୟାଦିତ୍ୟବର୍ଚସେ ଭାସ୍ୱତେ ସର୍ବବକ୍ଷାୟ ରୌଦ୍ରାୟ ବପୁଷେ ନମଃ। ବ୍ରହ୍ମା ବିଷ୍ଣୁ ଈଶ୍ୱରଙ୍କ ପ୍ରଭୁଙ୍କୁ ନମସ୍କାର। ଆଦିତ୍ୟ ମଣ୍ଡଳର ତେଜଯୁକ୍ତ ଜ୍ଞାନମୟ ସୂର୍ଯ୍ୟଙ୍କୁ ନମସ୍କାର। ସର୍ବପ୍ରକାଶକ, ସର୍ବଭକ୍ଷକ, ଭୟଙ୍କର ବପୁଧାରୀ ସୂର୍ଯ୍ୟଙ୍କୁ ନମସ୍କାର। ତମୋଘ୍ନାୟ ହିମଘ୍ନାୟ ଶତ୍ରୁଘ୍ନାୟାମିତାତ୍ମନେ କୃତଘ୍ନ ଘ୍ନାୟ ଦେବାୟ ଜ୍ୟୋତିଷାଂପତୟେ ନମଃ। ଅନ୍ଧକାର ବିନାଶକାରୀଙ୍କୁ, ହିମ ଓ ଜଡ଼ତା ବିନାଶକାରୀଙ୍କୁ, ଶତ୍ରୁ ବିନାଶକାରୀଙ୍କୁ, ଅମିତ ସ୍ୱରୂପଙ୍କୁ, କୃତଘ୍ନ ବିନାଶକାରୀଙ୍କୁ,
ଗ୍ରହ ନକ୍ଷତ୍ରମାନଙ୍କର ସ୍ୱାମୀ ସୂର୍ଯ୍ୟଦେବଙ୍କୁ ନମସ୍କାର। ତପ୍ତ ଚାମି କରାଭାୟ ହରଏ ବିଶ୍ୱକର୍ମଣି ନମସ୍ତୋମ ବିଘ୍ନାୟ ରୁଚୟେ ଲୋକସାକ୍ଷିଣୀ। ତପ୍ତ ସୁବର୍ଣ୍ଣ ସଦୃଶ କିରଣ ବିଶିଷ୍ଟ ସୂର୍ଯ୍ୟଙ୍କୁ, ଅଶେଷ ଜ୍ଞାନହାରୀ ସୂର୍ଯ୍ୟଙ୍କୁ, ବିଶ୍ୱ ସୃଷ୍ଟିକାରୀ ସୂର୍ଯ୍ୟଙ୍କୁ, ସର୍ବତୋଭାବେ ଅନ୍ଧକାର ବିନାଶକ ଚିତ୍ଶକ୍ତି ଉଦ୍ଦୀପକ ସମସ୍ତ ପାପ ପୁଣ୍ୟର ସାକ୍ଷୀ ସୂର୍ଯ୍ୟଙ୍କୁ ନମସ୍କାର। ନାଶୟୋତେଷ ବୈଭୂତଂ ତମେଷ ସୃଜତି ପ୍ରଭୁ ପାୟୋତେଷ ତପତ୍ୟେଷ ବର୍ଷତେଷ ଅବସ୍ଥିଭିଃ। ଏହି ସୂର୍ଯ୍ୟ ନିଶ୍ଚିନ୍ତ ଭାବରେ ସମଗ୍ର ଭୂତ ପ୍ରପଞ୍ଚକୁ ବିନାଶ କରନ୍ତି ଏବଂ ପ୍ରଭୁ ରୂପେ ପୁନରାୟ ତାହାକୁ ସୃଷ୍ଟି କରନ୍ତି। ନିଜର କିରଣ ରାଶି ଦ୍ୱାରା ସେ ଜଳକୁ ସମୁଦ୍ରରୁ ପାନ କରନ୍ତି, ତପ୍ତ କରନ୍ତି ଓ ବର୍ଷା କରାନ୍ତି। ଏଷ ସୁପ୍ତେଷୁ ଜାଗ୍ରତି ଭୂତେଷୁ ପରିନିଷ୍ଠିତଃ ଏଷ ଚୈବାଗ୍ନିହୋତ୍ରଂ ଚ ଫଳଂ ବଦାଗ୍ନିହୋତ୍ରୀଣାମ୍। ପ୍ରାଣୀମାନେ ସୁପ୍ତ ଥିଲେ ଏହି ସୂର୍ଯ୍ୟ ସେମାନଙ୍କ ମଧ୍ୟରେ ଅନ୍ତର୍ଯାମୀ ରୂପେ ଜାଗ୍ରତ ଥାଆନ୍ତି। ଏହି ସୂର୍ଯ୍ୟ ହିଁ ଅଗ୍ନିହୋତ୍ର ହୋମ, ସେ ମଧ୍ୟ ଅଗ୍ନିହୋତ୍ରୀମାନଙ୍କର ହୋମ ଫଳ ଅଟନ୍ତି। ଦେବାଶ୍ଚ କ୍ରତବଶ୍ଚୈବ କ୍ରତୂନାଂ ଫଳମେବ ଚ ଯାନି କୃତାନି ଲୋକେଷୁ ସର୍ବେଷୁ ପରମଂ ପ୍ରଭୁ। ସମସ୍ତ ଯଜ୍ଞ ଭାଗ ଗ୍ରହଣକାରୀ ସମସ୍ତ ଦେବତା ଏବଂ ଯଜ୍ଞଗୁଡ଼ିକର ଫଳ ହେଉଛନ୍ତି ଏହି ସୂର୍ଯ୍ୟ। ସମଗ୍ର ଲୋକରେ ଯେଉଁ ସବୁ ଅନୁଷ୍ଠେୟ କର୍ମ ଅଛି ସେସବୁର ପରମ ନିୟନ୍ତା ହେଉଛନ୍ତି ଏହି ସୂର୍ଯ୍ୟ। ଏନ ମାପତସୁ କୁଶ୍ଚେତୁ କାନ୍ତାରେଷୁ ଭୟେଷୁ ଚ କୀର୍ତ୍ତିୟନ ପୁରୁଷ କଶ୍ଚିନ୍ନା ବସିଦତି ରାଘବ। ହେ ରାମ, ବିପଦ ସମୟରେ, କଷ୍ଟ ସମୟରେ, ଦୁର୍ଗମ ମାର୍ଗମାନଙ୍କରେ ଏବଂ ଭୟ ଆସିବା ସମୟରେ ଏହି ସ୍ତୋତ୍ର କୀର୍ତ୍ତନ କଲେ କୌଣସି ପୁରୁଷ ଦୁଃଖ ଭୋଗ କରେ ନାହିଁ। ପୂଜୟ ସୈନ୍ୟମେକାଗ୍ରୋ ଦେବଂ ଦେବଂ ଜଗତ୍ପତିଂ ଏତତ୍ତ୍ରି ଗୁଣିତଂ ଜପତ୍ୱା ଯୁଦ୍ଧେଷୁ ବିଜୟିଷ୍ୟସି। अस्मिन् क्षणे महाबाहो रावणं त्वं जयिष्यसि। अस्मिन् क्षणे महाबाहो रावणं त्वं जयिष्यसि। एवमुक्ता ततो गस्तो जगामसे तथागतं। हे महाबाहु राम, ଜଗତର ପାଳନ କର୍ତ୍ତା ଏହି ଦେବଦେବ ସୂର୍ଯ୍ୟଙ୍କୁ ତୁମେ ଏକାଗ୍ର ଚିତ୍ତରେ ପୂଜନ କର। ଏହି ସ୍ତୋତ୍ରକୁ 3 ଥର ପାଠ କରି ତୁମେ ସକଳ ଯୁଦ୍ଧରେ ବିଜୟ ଲାଭ କରିବ। ଏହି କ୍ଷଣି ତୁମେ ରାବଣକୁ ବଧ କରିବ। ଏହା କହି ଅଗସ୍ତ୍ୟ ଋଷି ଯେପରି ଆସିଥିଲେ ସେପରି ଚାଲିଗଲେ। ଏତଚ୍ଛ୍ରୁତ୍ୱା ମହାତେଜା ନଷ୍ଟ ଶୋକ ଭବତ୍ତଦା ଧାରୟାମାସ ସୁପ୍ରୀତ ରାଘବ ପ୍ରୟତାତ୍ମନବାନ୍। ଏହା ଶୁଣି ମହାତେଜସ୍ୱୀ ରାମଙ୍କର ଶୋକ ଦୂର ହେଲା। ଅତି ପ୍ରସନ୍ନ ହୋଇଥିବା ରାମ ଶୁଦ୍ଧ ଚିତ୍ତରେ ଏହି ସ୍ତୋତ୍ର ଗ୍ରହଣ କଲେ। ଆଦିତ୍ୟଂ ପ୍ରେକ୍ଷଜପତ୍ୟୁଦଂ ପରଂ ହର୍ଷମବାପ୍ତବାନ୍ ତ୍ରିରାଚମ୍ୟଂ ଶୁଚିଭୃତ୍ୱାଂ ଧନୁରାଦାୟ ବୀର୍ଯ୍ୟବାନ୍। ପରାକ୍ରମୀ ରାମ ଧନୁ ଧାରଣ କରି ପବିତ୍ର ହୋଇ 3 ଥର ଆଚମନ କରି ସୂର୍ଯ୍ୟଙ୍କୁ ଚାହିଁ ଏହି ସ୍ତୋତ୍ର ଜପ କରି ପରମ ଆନନ୍ଦ ଲାଭ କଲେ। ରାବଣଂ ପ୍ରେକ୍ଷ୍ୟ ଦୃଷ୍ଟାତ୍ମଂ ଜୟାର୍ଥଂ ସମୁପାଗତଂ ସର୍ବଯତ୍ନେନ ମହତା ବୃତସ୍ତସ୍ୟ ବଧେ ଭବତ୍। ରାବଣକୁ ଦେଖି ପ୍ରସନ୍ନଚିତ୍ତ ରାମ ଜୟଲାଭ ପାଇଁ ଯୁଦ୍ଧକୁ ଗଲେ ଏବଂ ସର୍ବପ୍ରକାର ମହାନ ପ୍ରଯତ୍ନ ସହିତ ରାବଣ ବଧରେ ନିଶ୍ଚିନ୍ତ ହେଲେ। ଅଥ ରବିରବଦ ନିରୀକ୍ଷ୍ୟ ରାମଂ ମୁଦିତମନା ପରମଂ ପ୍ରହୃଷ୍ୟମାଣ ନିଶିବୁରପତେ ସଂଖ୍ୟୟଂ ବିଦିତ୍ୱା ସୁରଗଣ ମଧ୍ୟ ଗତ ବଚସ୍ତରେତି। ଏହି ସମୟରେ ରାକ୍ଷସ ରାବଣର ବିନାଶ କାଳ ଆସିଗଲା ବୋଲି ଜାଣି ଦେବତାମାନଙ୍କ ମଧ୍ୟରେ ଥିବା ସୂର୍ଯ୍ୟ ଦେବତା ଆନନ୍ଦରେ ଅତି ପ୍ରସନ୍ନ ଚିତ୍ତରେ ରାମକୁ ଚାହିଁ କହିଲେ, ହେ ରାମ, ଯାହା କରିବ ଶୀଘ୍ର କର।
भीमस्य विरणभङ्गो मुनिरपि मतिभ्रमं यदि सुधर्मशोधवा मम दोषो न विद्यते। इत्यार्थे श्रीमद् रामायणे वाल्मीकिये आदिकाव्ये युद्धकाण्डे आदित्य हृदय स्तोत्रपाठे पञ्चादि कसतेम सर्ग। ॐ सूर्याय नमः। ॐ सूर्याय नमः। ॐ सूर्य